ମୁଁ ଚାହୁଁଛି ଭାଇ ଆମର ଆସନ୍ତୁ ଆଉ ଭାଇ ପାଇଁକା ମୁଁ ବି ଜୀବନ ଦେବି ବୋଲିକି କହୁଛି, କାହିଁକିନା ମୋ ଯେତିକି ମୋ ପ୍ରାଣ ଚେଷ୍ଟା କରିପାରିବି ସେତିକି ବି ଚେଷ୍ଟା କରିବି। ଭାଇ ମୁଁ କହୁଛି ମୋ ଭାଇ ମୋ ପାଇଁକି ଯେତିକି କରୁଛନ୍ତି ମୁଁ ତା ଭାଇ ମୋର ହିଁ ମୁଁ ସାହାଯ୍ୟ କରିପାରିବି, ଭାଇ ମତେ ହିଁ ସାହାଯ୍ୟ କରିପାରିବେ। ମୁଁ ସେ କଥା ମୋ ଅନୁଭବ ନିଜେ ହିଁ କରିକି କହୁଛି। ଭାଇ ମୋର ଏତିକି ମୋ ମୁଣ୍ଡରେ ହାତ ରଖିକି କହିଲେ ମାନେ ମୁଁ ଭାଇକି ଏମିତି ଆଶୀର୍ବାଦ ଦଉଛି ମୋ ଭାଇ ମୋ ପାଖରେ ସବୁବେଳ ପାଇଁକି ଥାନ୍ତୁ, ସବୁଦିନ ପାଇଁକି ରାକ୍ଷୀ ବନ୍ଧା ଭାଇ ହେଇକି ଥାନ୍ତୁ। ମୁଁ ଏଇ ଗଣମାଧ୍ୟମ ମାଧ୍ୟମରେ କହୁଛି, ମୁଁ ନିର୍ବାଚନ ତ ପରବର୍ତ୍ତୀ କଥା, ଏ ଭଉଣୀ ପାଖରେ ମୁଁ ମୋ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଏ ଭଉଣୀ ପାଖରେ ମୁଁ ସବୁଦିନ ସେଇ ରାକ୍ଷୀ ବନ୍ଧା ଭାଇ ହେଇ ରହିବି। ଏବେ ଆମେ ଆଳୁପିଙ୍ଗଳ ପଞ୍ଚାୟତରେ ଅଛୁ। ସାମ୍ବାଦିକତା ବୃତ୍ତିରେ ମୁଁ ଅଛି ବୋଲି ଆପଣମାନଙ୍କୁ ଆଗରୁ ବାରମ୍ବାର ସଦା ସର୍ବଦା କହି ଆସିଛି। ଏ ଆଳୁପିଙ୍ଗଳ ପଞ୍ଚାୟତରେ ଆଜକୁ 6 ମାସ ତଳେ ଜଣେ ଗରିବ ଭଉଣୀ ଆଉ ଗରିବ ବାପା ଜଣେ ମଉସା ଜଣେ, ଯିଏ ତାଙ୍କ ଝିଅଟି ଶାରୀରିକ ଅକ୍ଷମ ହୋଇ ତାଙ୍କୁ ବାରମ୍ବାର ହତାଦର କରାଯାଉଥିଲା, ତାକୁ ମୁଁ ନିଜେ ଖବର ପ୍ରସାରଣ କରିଥିଲି ଏବଂ ମୋର ପ୍ରତିନିଧିମାନେ ଆସି କରିଥିଲେ। ତାଙ୍କ ପାଖରେ ଆଜି ପହଞ୍ଚିଛୁ। ତେଣୁ ସେଇ ମାଧ୍ୟମରେ ମୁଁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନାରାୟଣ ପ୍ରସାଦ ନନ୍ଦ ଆପଣମାନଙ୍କୁ କେଟିଲ ଚିହ୍ନରେ ଭୋଟ ଦେବା ପାଇଁ ଆଜି ଆପଣ ସମସ୍ତଙ୍କୁ ନିବେଦନ କରୁଛି। ଆମର ବହୁତ ଅସୁବିଧା ହେଇଥିଲା, ଆପଣ ଗୋଟିଏ ପୂରଣ କରିଛନ୍ତି। ଆଉ ଆହୁରି ଅନେକ ଅସୁବିଧା ଅଛି। ଆଉ 2-3 ମାସ ତଳେ ଆମେ ଗାଡିଟିଏ ପାଇଛୁ ବାବୁ ଆପଣଙ୍କ ଦ୍ୱାରା। ଆଉ ତାପରେ ରେସନ କାର୍ଡ ସେ ଝିଅ ପାଇଁ ଗୋଟିଏ ଦରକାର, ଘର ବଖରା ଦରକାର। ଆଉ ବିଶ୍ୱାସ ନାହିଁ ଏ ପୁଅ କରିପାରିବ ବୋଲି? ହଁ ବିଶ୍ୱାସ ଅଛି, ପୁରା ବିଶ୍ୱାସ ଅଛି। ହଉ ମୋ ଭଉଣୀ ଟିକେ କହିବେ, ଭଉଣୀ ଟିକେ କହିଲ ପରିଚୟ ଟିକେ। ପୁରା ବିଶ୍ୱାସ। ଆଳିପିଙ୍ଗଳ ପଞ୍ଚାୟତର ଅଞ୍ଜଳି ଭୂଇଁଆ, ଧୀରେନ୍ଦ୍ର ଭୂଇଁଆଙ୍କ ଝିଅ। ଆଉ ଜୋରକୁଳ ଘର ହଉଛି ଜୋରକୁଳ। ଆଉ ମୁଁ ବି ଯାଇଥିଲି ବହୁତ ସମୟରେ ମୁଁ ନିରାଶ ହେଇକି ଏଥରିକ ଗାଡି ଗୋଟେ ପାଇକି ଆସିଲି। ହେଲେ ଗାଡି ପାଇବାର ଇଏରେ କିଛି ତ ଇଏ ଯିବା ଆସିବା କରିବା ପାଇଁ କିଛି ନାହିଁ। ଏମିତିରେ ମୁଁ ଗୋଟେ କଣ ଗୋଟେ କରିବାକୁ ଚାହୁଁଥିଲି, ସେଇଟା ତ କିଛି କରିପାରିଲିନି ଏପର୍ଯ୍ୟନ୍ତ ହେଲାଣି। ତାପରେ ଇଲେକ୍ସନ ତ ପଶିଗଲା, ତାପରେ ମୁଁ ଥମେଇ ବୋଲି ବସିଗଲି। ତାପରେ ଆଉ କିଛି ନ କରି ପାରିବାରୁ ମୋ ମନ ଟିକେ ଦୁଃଖିତ ହଉଛି। ଆଉ ମୁଁ ଚାହୁଁଛି କେମିତି ଟିକେ କଣ ଟିକେ କରିବା ପାଇଁ କି ଚେଷ୍ଟା କରୁଛି, କରି ତ ପାରୁନି, ସେଥିପାଇଁ ମନ ଦୁଃଖିତ ହଉଛି। ତାପରେ ଘର ଟିକେ ପ୍ରୋବ୍ଲେମ ହଉଛି ଚଳିବା ପାଇଁକା। ସେ ସବୁ ତ ଇଲେକ୍ସନ ପରେ ସମାଧାନ ହବ ଭଉଣୀ, ଏବେ ମୋ ପାଇଁ କଣ କହିବେ? ମୁଁ ଭାଇ ପାଇଁକି କହୁଛି, ଭାଇ ର ମୋର ମୁଁ ଚାହୁଁଛି ଭାଇ ଆମର ଆସନ୍ତୁ ଆଉ ଭାଇ ପାଇଁକା ମୁଁ ବି ଜୀବନ ଦେବି ବୋଲିକି କହୁଛି, କାହିଁକିନା ମୋ ଯେତିକି ମୋ ପ୍ରାଣ ଚେଷ୍ଟା କରିପାରିବି ସେତିକି ବି ଚେଷ୍ଟା କରିବି।